ଜୟ ଜଗନ୍ନାଥ ସାଙ୍ଗମାନେ। ଏବେ ଦେଖିପାରୁଥିବେ ସାଙ୍ଗମାନେ, ଆମେ ପୁରା ଆମ ଗାଁ ଯାକ ଲୋକ ଏବେ ଆମେ ଯାଉଛୁ, କାରଣ ମୋର ଯେଉଁ ଡାକ୍ତର ସାଙ୍ଗଟା ଅଛି ତାର ଆଜି ନିର୍ବନ୍ଧ ହବ। ତ ସେଥିପାଇଁ ଦେଖିପାରୁଥିବେ ବସରେ କିନା ଆମ ଗାଁ ଯାକ ଲୋକ। ତ ଏଇଥିରୁ ଯୋଡ଼ାଏ ବସ୍ ହେଇଛି, ତ ଗୋଟେ ବସ୍ ଅଲରେଡ଼ି ପଳେଇଲାଣି। ତ ଏ ବସ୍ଟାରେ କିନା ଆଉ ଆମେ ଗାଁର କିଛି ପିଲା ଆଉ କିଛି ଲୋକମାନେ ବସିଛନ୍ତି ଦେଖିପାରୁଥିବେ। ତ ଏ ବସ୍ଟାରେ କିନା ଏବେ ଆମେ ସବୁ ଯିବୁ। ତ ଆମେ ଏବେ ବସିଯିବୁ ଦେଖିପାରୁଥିବେ ବସ୍ରେ କିନା। ତ ତାର ଆଜି ନିର୍ବନ୍ଧ। ତ ନିର୍ବନ୍ଧ ଆମର ହେଉଛି ସେଠି ଯେଉଁ ଆମର ଗୋଟେ ପାର୍କ ଅଛି। ତ ପାର୍କରେ କିନା ନିର୍ବନ୍ଧ ହବ। ଦେଖିପାରୁଥିବେ ଏମିତିକା କିଛି ଆମର ସବୁ ପିଲା ବସିଛନ୍ତି। ତ ଗାଡ଼ିଟା ଆସିକି ଏବେ ଆମର ଆମ ଗାଁ ଛକ ଉପରେ କିନା ଛିଡ଼ା ହେଇଛି, କାରଣ ଆଉ କିଛି ପିଲା ଆଉ ଲୋକ ସବୁ ବାହାରିକି ଅଛନ୍ତି। ତ ସେମାନେ ସବୁ ଆସି ସାରିଲା ପରେ ତ ଗାଡ଼ି ଆମର ଛାଡ଼ିବ ଏଠୁ। ଏମିତି ଆମର ବସି ପଡ଼ିଛନ୍ତି ଗାଡ଼ିରେ କିନା। ବର୍ତ୍ତମାନ ପାଇଁ ଆମର ଗାଡ଼ିଟା ଏବେ ଛାଡ଼ିଲା, ଦେଖିପାରୁଥିବେ ଗାଡ଼ି ଏବେ ଚାଲିଛି। ତ ଗାଡ଼ିରେ କିନା ବସିକି ଯିବା ବେଳେ ସବୁ ମଜାମସ୍ତି ଏମିତି କରୁଛନ୍ତି। ଏବେ ଦେଖିପାରୁଥିବେ ମୁଁ ଟିକେ ଫ୍ରଣ୍ଟ କ୍ୟାମେରା ଦେଖେଇଦେଲି ପିଲାମାନଙ୍କୁ। ତ ଦେଖିପାରୁଥିବେ ଏବେ ଆସିକି ଆମେ ପାର୍କ ଠିକିନା ପହଞ୍ଚି ଯାଇଛୁ। ତ ପହଞ୍ଚି ସାରିଲା ପରେ ଅଧଘଣ୍ଟା ପରେ ମୁଁ ଏବେ ଆସିକି ଟିକେ ଇଆଡ଼େ ଭିଡ଼ିଓଟା ବନାଉଛି। ତ ଦେଖିପାରୁଥିବେ ଏବେ ଭୋଜି ଖାଇବା ଜାଗାରେ କିନା ଏମିତିକା କିଛି ଗହଳି ହେଇଛି। ତ ଏତେ ଗହଳିରେ କିନା ଆମେ ଏବେ ତ ଭୋଜି ଖାଇବୁନୁ। ତ ଆମେ 2 ଜଣ ସାଙ୍ଗ ଏବେ ବୁଲୁଛୁ। ତ ଟିକେ ଗହଳି କମିଗଲା ପରେ ଆମେ ଖାଇବୁ। ପାର୍କଟାକୁ ଯେହେତୁ ଆଇଛୁ, ତ ପାର୍କ ଟିକେ ନଜାରା ଏବେ ଦେଖେଇ ଦେଉଛି, କାରଣ ଏବେ ତ ବହୁତ ଜୋରରେ ଖରା ପଡ଼ିଛି। ଖରା ଟିକେ କମିଲେ ମୁଁ ଯାଇକି ପୁରା ପାର୍କ ଭିଡ଼ିଓ ହିଁ ଦେଖେଇବୁ। ତ ଇଏ ଦେଖିପାରୁଥିବେ ଆମ ଗାଁର ଜଣେ ସାଙ୍ଗ ମୋର। ତ ସିଏ ଏବେ ତାର ମୋର ବୁଲୁଛୁ ଏଠି। ତ ଆମେ ବି ଏବେ ଯିବୁ, ଆମର ଯେଉଁ ଡାକ୍ତର ସାଙ୍ଗଟା ବସିଛି ସେଠି, ତ ତାକୁ ବି ଟିକେ ଦେଖା କରିଦେଇକି ଆସିବୁ। ତ ଦେଖିପାରୁଥିବେ ଏମିତି ଆସିବୁ ଆମ ଗାଁର ଲୋକ ଆଉ ଛୋଟ ପିଲାମାନେ ସବୁ ଏମିତି ଆସିଛନ୍ତି। ତ ନିର୍ବନ୍ଧ ଆଜି ହେଉଛି, ଏମିତି ସବୁ ଭୋଜି ଖାଇବାରେ କିନା ସବୁ ବ୍ୟସ୍ତ ଅଛନ୍ତି। ଏମିତି ଭୋଜି ଖାଇସାରିଲା ପରେ ତ ପାର୍କକୁ ଯେହେତୁ ଆଇଛନ୍ତି, ସବୁ ଟିକେ ବୁଲାବୁଲି କରିକି ଯିବେ, କାରଣ ଏବେ ତ ବହୁତ ଜୋରରେ ଖରା ହିଁ ପଡ଼ିଛି। ତ ଟିକେ ବୁଲାବୁଲି କରିବା ପାଇଁ ଟିକେ ଭଲ ଲାଗିବନି ବହୁତ ଖରାରେ କିନା। ଏବେ ଆମର ଚାଲିଛି ଇଣ୍ଡିଆ ପାକିସ୍ତାନ ମ୍ୟାଚ୍, LED ଲାଗିଯାଇଛି। ତ ସେଠିକି ଏବେ ଟିକେ ଲୋକ ଆମର ଦେଖୁଛନ୍ତି, ଭୋଜି ଖାଉଛନ୍ତି, ତ ଦେଖୁଛନ୍ତି ବି। ତ ଏମିତିକା କିଛି ପାର୍କଟାରେ ଜଷ୍ଟ ଟିକେ ଝଲକ ମୁଁ ଦେଖେଇ ଦେଉଛି। ତ କିଛି ସମୟ ପରେ ଆସିକି ମୁଁ ଏବେ ଭୋଜି ଖାଇବାରେ କିନା ଟିକେ ଅଛି। ତ ଇଏମାନେ ଦେଖିପାରୁଥିବେ, ଇଏମାନେ ସବୁ ଆମ ଗାଁର ଯେଉଁ ସାଙ୍ଗଟା ବାହା ହେଉଛି ତାଙ୍କର ସବୁ ଖୁଡ଼ି ହେବେ ଇଏ। ତ ଖୁଡ଼ି ଆଉ ପିଇସି ଅପା ଏମିତି ସବୁ କିଛି ତାର ହେବେ। ତ ତାର ଖୁଡ଼ି ପିଇସି ଅପା ହେବେ, ମୋର ବି ସେମାନେ ଖୁଡ଼ି ଆଉ ପିଇସି ଅପା ବି ହେବେ। ତ ଏଠି ଆସିକି ସେମାନେ ଭୋଜି ଖାଉଛନ୍ତି। ତ ମୋତେ କହିଲେ ପୁଅ ଆମର ଟିକେ ଭିଡ଼ିଓ କରିଦିଅ। ତ ମୁଁ ସେଥିପାଇଁ ତାଙ୍କ ଟିକେ କ୍ୟାମେରା ଟିକେ ପକେଇଦେଲି। ତ ଏମିତିକା ପୁରା ସବୁ ସିନ୍ ତ ମୁଁ ଭିଡ଼ିଓ କରିପାରିନି, ତ ଯାହା ଯାହା ଟିକେ ଟିକେ କରିଛି ବ୍ୟସ୍ତରେ କିନା। ତ ସେଇ ସବୁ ମୁଁ ଏବେ ଦେଖାଉଛି ଆପଣମାନଙ୍କୁ। ତ ଦେଖିପାରୁଥିବେ ଖୁଡ଼ିମାନେ ଏଠି ବସିକି ସବୁ ଖାଉଛନ୍ତି ଭୋଜି। ତ ଏମିତିକା ଟିକେ ମଜାମସ୍ତି କରୁଛନ୍ତି। ତ ଏବେ ସେମାନେ ତ ସବୁ ଭୋଜି ଖାଇବାରେ ବ୍ୟସ୍ତ ଅଛନ୍ତି, ତ ମୁଁ ବି ଏବେ ଭୋଜି ଖାଇବାରେ କିନା ବ୍ୟସ୍ତ ଅଛି। ତ କ୍ୟାମେରା ଗୋଟେ ହାତରେ କିନା ପକେଇଛି, ତ ମୁଁ ବି ଭୋଜି ଖାଉଛି ଗୋଟେ ହାତରେ କିନା ଏବେ। ତ ଏମିତିକା କିଛି ଟିକେ ଦେଖିପାରୁଥିବେ ସାଙ୍ଗର ନିର୍ବନ୍ଧ ଦିନ ଏଇଭଳିଆ କିଛି ଗହଳି ହେଉଛି। ଫେରି ଏମିତିକା ସବୁ କୁଣିଆ ମଇତରେ ତାଙ୍କର ସବୁ ଇଏ ସବୁ କୁଣିଆ ମଇତର ଷ୍ଟାଫ୍। ତ ଏମାନେ ସବୁ ଭୋଜି ଖାଉଛନ୍ତି ଏବେ। ତ ଗାଁ ଲୋକ ବି ଆମର ଖାଇସାରିଲେଣି। ଏବେ ଏଠୁ ଭୋଜି ଖିଆ ସରିଲା ପରେ ମୁଁ ଏବେ ଯିବି ସାଙ୍ଗ ପାଖକୁ ଟିକେ। ତ ଏବେ ଫାଇନାଲି ଦେଖିପାରୁଥିବେ, ତ ସାଙ୍ଗର ଏବେ ଆମର ଭିଡ଼ିଓ ସୁଟ୍ ଚାଲିଛି। ଇଏ ଆମର ସାଙ୍ଗର ଯେଉଁ ମ୍ୟାରେଜ୍ ଯାହା ସାଙ୍ଗରେ ହେବ, ତ ତାଙ୍କର ସିଏ ଏମିତିକା କିଛି ତାଙ୍କର ଭିଡ଼ିଓ ସୁଟିଂ ଚାଲିଛି। ତ ପୁରା ଭିଡ଼ିଓ ସୁଟିଂ ଯାଏଁ ତ ମୁଁ ରହିପାରିବିନି, କାରଣ ମୁଁ ବି ଯାଇକି ଟିକେ ପାର୍କ ଫାର୍କ ବୁଲିକି ଭିଡ଼ିଓ ବନେଇବି। ତ ଏବେ ଏଠି ଆସିଛି ଯେହେତୁ, ତ ଟିକେ ମୁଁ ଝଲକ ଦେଖେଇ ଦେଉଛି ଆପଣମାନଙ୍କୁ। ଏମିତିଆ କିଛି ଆମର ସାଙ୍ଗର କିନା ନିର୍ବନ୍ଧ ଦିନ ଏମିତିଆ କିଛି ସୁଟିଂ ହେଉଛି। ତ ଏଇଟା ତ ଏବେ ରୁମ୍ ଭିତରେ କିନା ହେଉଛି ସୁଟିଂ। ତ ଆଉ କିଛି ଭିଡ଼ିଓ ସୁଟିଂ କରାଯିବ, ଯେଉଁ ପାର୍କକୁ ଆସିଛୁ ସେ ପାର୍କରେ କିନା ସୁଟିଂ ହେବ। ତ ସେ ସୁଟିଂ କଲା ବେଳକୁ ମୁଁ ରହିପାରେ ବା ନ ରହିପାରେ, କାରଣ ମୁଁ ଆଉ କିଛି କାମରେ କିନା ଟିକେ ବ୍ୟସ୍ତ ଅଛି ଏବେ। ତ ଜଷ୍ଟ ଏବେ ଟିକେ ଝଲକ ମୁଁ ଦେଖେଇ ଦେଉଛି ଆପଣମାନଙ୍କୁ। ତାର ଏଠି ଟିକେ ଆମର ଚାଲିଛି ଭିଡ଼ିଓ ସୁଟ୍। ତ ଏଇଭଳିଆ କିଛି ଆମ ସାଙ୍ଗରେ କିନା ନିର୍ବନ୍ଧ ଦିନ ତ ଭିଡ଼ିଓ ସୁଟ୍ ଚାଲିଛି। ଦେଖନ୍ତୁ କେମିତି କ'ଣ ଲାଗୁଛି ସାଙ୍ଗର ନିର୍ବନ୍ଧ। ତ କମେଣ୍ଟ ବକ୍ସରେ ଜଣାନ୍ତୁ। ଆଉ ଭଲ ଲାଗୁଥିଲେ ତ ଭଲ ହିଁ କହିବେ। ତ
ଏବେ ମୁଁ ଏଠିକି ଆସିକି ଟିକେ ଭିଡ଼ିଓ ସୁଟ୍ କରିଦେଲି ଆଉ କିଛି ଫଟୋ ବି ମୁଁ ଉଠେଇଛି। ତ ଫଟୋ ମୁଁ ଦେଖାଇ ଦେଉଛି ସ୍କ୍ରିନ୍ ଉପରେ କିନା ଦେଖିପାରୁଥିବେ ଏଇଭଳିଆ କିଛି ମୁଁ ଫଟୋ ଉଠେଇଛି ସାଙ୍ଗର। ତ ଏମିତିକା ଫଟୋ ଉଠେଇଛି। ତ ଏବେ ଏଇଠିକିନା ମୁଁ ଏତିକି ଭିଡ଼ିଓ ବା ଫଟୋ ଯାହା ସୁଟ୍ କରିଥିଲି ତ ଏବେ ଏଇଠିକିନା ଏତିକି କରୁଛି। ତ ଯାଉଛି ଏବେ ଟିକେ ଯିବି ପାର୍କ ଆଡ଼େ ବୁଲାବୁଲି କରିବି, କାରଣ ଦେଖିପାରୁଥିବେ ଖରା ବି କମିନି। ଖରା ତ ଏଇନା କମିବାର ନାହିଁ, 5ଟା 5:30 ନହେଲା ଦେବ, କାରଣ ବହୁତ ଜୋରେ ଖରା ହେଉଛି। ତ ସେଇ ଖରାରେ କିନା ବି ଆସିକି ଜଷ୍ଟ ଟିକେ ଯାଉଛି ଏକୁଟିଆଟା। ତ ଖରାରେ କିନା ମୋ ସାଙ୍ଗରେ ଆସିବାକୁ ଆଉ ଏଇନା ମଙ୍ଗୁନାହାନ୍ତି ବି ଲାଗିଏ, କାରଣ ବହୁତ ଜୋରେ ଖରା ହେଉଛି। ମୁଁ ଯାଉଛି ସେ ଖରା ହେଇକିନା ଟିକେ ଏବେ ଯାଉଛି ପୁରା ପାର୍କଟାକୁ କ୍ୟାମେରା ବୁଲେଇକି ଆସିବି, ତ ଆପଣମାନଙ୍କୁ ଦେଖେଇବି ପାର୍କଟା କେମିତି କ'ଣ ହେଉଛି। ତ ଏବେ ହେଇଗଲାଣି ଟାଇମ୍ ଏବେ 4ଟା 4:30 ପରେ ହେଇଗଲାଣି, ତେବେ ଖରା ଦେଖନ୍ତୁ କେତେ ଜୋରେ ପଡ଼ିଛି। ଓଡ଼ିଶାରେ କିନା ବହୁତ ଜୋରସୋରରେ ଖରା ହେଉଛି। ତ ଏବେ ଦେଖିପାରୁଥିବେ ତ ଆମର ମହାଦେବଙ୍କର ଗୋଟେ ମୂର୍ତ୍ତି ଏଠି ଅଛି ପାର୍କର ଯେଉଁ ମେନ୍ ଗେଟ୍ ଯେଉଁ ରାସ୍ତା ମେନ୍ ରାସ୍ତାରେ କିନା ଗଲାବେଳକୁ ତ ମହାଦେବଙ୍କ ମୂର୍ତ୍ତି ଅଛି। ଏଠି ଆମର ସବୁ ପକ୍ଷୀମାନଙ୍କର ଏଠି ସବୁ ଷ୍ଟାଚୁ ବନିଆ ହେଇଛି। ତ ଏମିତିକା କିଛି ପାର୍କରେ କିରା ନଜାରା। ତ ଏବେ ଦେଖିପାରୁଥିବେ ଆମ ଗାଁର ଯେଉଁ ଆମର ସବୁ ଛୋଟ ପିଲାମାନେ ଆସିଥିଲେ ଭୋଜି ଖାଇବା ପାଇଁ, ତ ଆସିକି ଏବେ ପାର୍କରେ କିନା ଦେଖିପାରୁଥିବେ ଖେଳୁଛନ୍ତି। ତ ଯିଏ ଯାହା ଖେଳରେ କିନା ବ୍ୟସ୍ତ ଅଛନ୍ତି। ମୁଁ ଆସିଗଲି ସେତିକି ବେଳକୁ ତ କ୍ୟାମେରା ଧରିକି। ତ କ୍ୟାମେରା ପଇଲେ ସମସ୍ତେ ଖୁସି ହେଇଯାଉଛନ୍ତି, କାରଣ ଏମିତିଆ ସବୁ ଆସିଛନ୍ତି ତ ମଜାମସ୍ତି ଟିକେ କରିବେ ନା ପାର୍କକୁ ଆସିଛନ୍ତି ଯେହେତୁ। ଏଇଭଳିଆ ସବୁ ଆମର ଛୋଟ ପିଲାମାନେ ଖେଳୁଛନ୍ତି ଆସିକି। ତ ତାଙ୍କୁ କ୍ୟାମେରା ପଇଲା, ତ କ୍ୟାମେରା ପଇଲେ ତାଙ୍କୁ ଟିକେ ବହୁତ ଭଲ ଲାଗିଲା ଦେଖିବା ପାଇଁ। ନା ଆମ ଆଡ଼େ ଆମେ ଏଠି ଚକା ହାଙ୍ଗା ଏବେ ବସିଛୁ, ଦେଖନ୍ତୁ ଆମର ସୀତା ବାହିଆଣୀ ଚକା ଆଉ ନାଣ୍ଡୁ ବିରାଟ କୋହଲି। ଏଠି ଆମେ ଆସିଛୁ ଏବେ କୋଟଗଡ଼ ପାର୍କକୁ ବୁଲିବା ପାଇଁ। ଦେଖିପାରୁଥିବେ ଏଠି ଅମନ ଭାଇ ହାଇ ହାଇ କରୁଛି। ହଁ ଏ ପଡ଼ିବ ଦେଖିକି ଚାଲ। ତ ଏ ଚଢ଼ୁଛନ୍ତି ଏ ପଥର ଉପରେ କିନା। ତ ସିନୁ ଆସିକି ହାଇ ହାଇ କରିସାରିଲାଣି। ତ ଆମ ଧିମି ଏଇଠି ଚଢ଼ିକି ଆଉଛି, ଡୁଡି ବି ଆମର ଚଢ଼ିକି ଆଉଛି। ପଡ଼ିବ ଦେଖିକି ଆସ। ଏବେ ପୁରା ପାର୍କଟା ଆମେ ବୁଲିବୁ, ଏବେ ପୁରା ବୁଲିକି ଏବେ ଦେଖେଇବି ଆପଣମାନଙ୍କୁ। ଚାଲ ଆଗୁଆ। ତ ଏବେ ଦେଖନ୍ତୁ ପାର୍କର ଆଉ ଗୋଟେ ସାଇଡ଼କି ମୁଁ ଏବେ ଆସିଗଲି। ତ ଏମିତିକା କିଛି ପାର୍କର ଆଉ ଗୋଟେ ସାଇଡ଼ ଏଇଭଳିଆ ସବୁ ପାର୍କରେ ଏମିତି ସବୁ ଶୋ ଗଛ ଲାଗିଛି। ତ ପାର୍କଟା ତ ବହୁତ ବଢ଼ିଆ ଲାଗୁଛି ବୁଲିବା ପାଇଁ, କାରଣ ଆମର ନୟାଗଡ଼ ଜିଲ୍ଲାରେ କିନା ଏଇଟା ଅଛି। ବହୁତ ବଢ଼ିଆ ଅଛି। ଦେଖିପାରୁଥିବେ ଏଇଠିକିନା ଆମର କିଛି ଆଲବମ୍ ବି ଏଇଠି ସୁଟିଂ ହେଇଛି। ଫିଲ୍ମର ଗାନା ବି ଏଇଠି ନା କିଛିଟା ସୁଟିଂ ହେଇଛି ଆମର ଏଇ ପାର୍କରେ କିନା। ଦେଖନ୍ତୁ ପାର୍କଟା କେମିତି କ'ଣ ଲାଗୁଛି କମେଣ୍ଟ ବକ୍ସରେ ଜଣାନ୍ତୁ। ଯଦି ପାର୍କକୁ ବୁଲିବା ପାଇଁ ଆସିବାକୁ ଚାହୁଁଛନ୍ତି ଆମର କମେଣ୍ଟ ବକ୍ସରେ ମୋତେ ଜଣାନ୍ତୁ, ମୁଁ ପୁରା ଲୋକେସନ୍ ଆପଣମାନଙ୍କୁ କହିବି। ତ ଏବେ ଦେଖିପାରୁଥିବେ ଆମର ଗୋଟେ ସାଇଡ଼ର ନଜାରା ଏମିତିଆ କିଛି। ତ ଏବେ ମୁଁ ଏଇ ସାଇଡ଼କି ଯିବି ବୁଲିବା ପାଇଁ, କାରଣ ଏପଟ ସାଇଡ଼ଟା ମୋର ସରିଗଲେ ମୁଁ ଏପଟ ସାଇଡ଼କି ଯିବି, କାରଣ ମୁଁ ବୁଲୁଛି ଏବେ ଏପଟ ଗୋଟେ ସାଇଡ଼ରେ କିନା। ତ ଏବେ ଦେଖିପାରୁଥିବେ ଏପଟେ ସାଇଡ଼ରେ କିନା ମୁଁ ବୁଲୁଛି। ତ ଏଠି ଆଉ କିଛି ଅଲଗା ଲୋକ ତ ଫଟୋ ଉଠେଇବା ଚଲେଇଛନ୍ତି, କାରଣ ଦେଖିପାରୁଥିବେ କେତେ ବଡ଼ ବେଙ୍ଗର ଷ୍ଟାଚୁ ହେଇଛି। ଏମିତିଆ କିଛି ସବୁ ବୁଲାବୁଲି ବି କରୁଛନ୍ତି ଆସିକି। ତ ଆମେ ତ ଆସିଛୁ ସାଙ୍ଗର ନିର୍ବନ୍ଧରେ କିନା, ତ ମୁଁ ଟିକେ ଜଲ୍ଦି ଭିଡ଼ିଓ ବନାଉଛି, କାରଣ ମୋତେ ସେଇଠୁ ସାଙ୍ଗଟା ବି ଫୋନ୍ କରିକି ଡାକୁଛି ତା ପାଖକୁ ଆସେ ଟିକେ। ତ ତା ପାଖରେ କିନା ବି ଟିକେ ରହିବାକୁ ପଡ଼ିବ। ତ ସେଥିପାଇଁ ମୁଁ ଟିକେ ଜଲ୍ଦିରେ ଭିଡ଼ିଓ ବନାଉଛି। ତ ଭିଡ଼ିଓଟା କେମିତି କ'ଣ ଲାଗିଲା ତ ମୋତେ ଜଣାଇବେ କମେଣ୍ଟ ବକ୍ସରେ। ତ ସେଥିପାଇଁ ମୁଁ ଟିକେ ଜଲ୍ଦିରେ କିନା ଅଛି। ତ ଯାହା ଯେମିତି ହଉ ତ ପାର୍କକୁ ଆଇଛି, ତ ସେଥିପାଇଁ ଟିକେ ମୋତେ ଭିଡ଼ିଓ ବନେଇବାକୁ ହିଁ ପଡ଼ିବ। ତ ଦେଖିପାରୁଥିବେ ଏବେ ଆସିଗଲେ ଆଉ ଗୋଟେ ସାଇଡ଼କି। ଏଠି ଏମିତିକା କିଛି ନଜାରା ଦେଖିବା ପାଇଁ। Oh God, I think I'm going to be sick. Uh-oh, here we go again. 10, 9, 8, 7. Oh, fuck it, just play the tune.
Dangerous, no, I don't back down. Leave your heart laying on the ground. Tell me who the killer now. Tell me who the killer now. Dangerous, no, I don't back down. Leave your heart laying on the ground. Tell me who the killer now. Tell me who the killer now. Dangerous, no, I don't back down. Leave your heart laying on the ground. Tell me who the killer now. Tell me who the killer now. Dangerous, no, I don't back down. Leave your heart laying on the ground. Tell me who the killer now. Tell me who the killer now. ତ ମୁଁ ଏବେ ପାର୍କରେ କିନା ବହୁତ କିଛି ଜାଗା ତ ବୁଲି ସାରିଲାଣି, କାରଣ ପୁରା ସବୁଆଡ଼େ ତ ବୁଲିନି, ତ ବହୁତ କିଛି ଏବେ ବୁଲି ସାରିଲାଣି। ତ ଏବେ ଆସିଛି ବୁଲିକା ଏବେ ଶେଷବାଦିଆ ହେଲାଣି ବୁଲିକି। ତ ଆଉ କିଛି ଏରିଆ ବି ମୁଁ ଛାଡ଼ି ଦେଇଛି। ତ ଏ ବାଟେ ଦେଖିପାରୁଥିବେ, ତ ଯାଇଥିଲି ଏଇ ବାଟେ କିନା, ତ ଫେରି ଆସିକି ମୁଁ ଏଇଠି ନା ପହଞ୍ଚିଗଲିଣି। ତ ଏବେ ଦେଖିପାରୁଥିବେ ମୁଁ ଏବେ ଯାଉଛି ଆଉ ଥରେ ଆମର ଯେଉଁ ଛୋଟ ପିଲାମାନେ ଖେଳୁଥିଲେ, ତ ତାଙ୍କ ପାଖକୁ ଆଉ ଥରେ ଯାଉଛି। ତ ସେମାନେ ସେଠି ଏବେ ଖେଳୁଛନ୍ତି ନା ଖେଳି ପଳେଇଲେଣି, ଯାଇକି ବସ୍ରେ ବସିଲେଣି, କି ମୁଁ ଏବେ ଦେଖିଲେ ଜଣାପଡ଼ିବ। ତ ମୁଁ ଏବେ ଯାଉଛି ସେଇଆଡ଼ିକି। ତ ଏବେ ସେଇ ବାଟରେ କିନା ଗଲାବେଳକୁ ତ ଦେଖିପାରୁଥିବେ ଏଠି ଏମିତିଆ କ'ଣ, ଏଇଟା କେଉଁ କୋଷର ଷ୍ଟାଚୁ, ତ କମେଣ୍ଟ ବକ୍ସରେ ଜଣାଇବେ। ତ ତା ଆଗକୁ ଆମର ଗୋଟେ ବି ଆଉ ଗୋଟେ ଧଳାର କିନା ଦିଶୁଛି କେଉଁ ଷ୍ଟାଚୁ, ତ କୁମ୍ଭୀର ତ ସେଇଟା ମୁଁ ଜାଣିପାରିଲି। ତ ଏଇ ଯେଉଁ କଳାର କିନା ଦୁଇଟା କେଉଁ ଷ୍ଟାଚୁ ମୁଁ ତ ଜାଣିପାରିଲିନି, ଆପଣମାନେ କହିବେ। ତ ଏବେ ମୁଁ ଆସିଗଲି ଏପଟେ ଏରିଆକୁ। ତ ଦେଖିପାରୁଥିବେ ପାଣିଟା ଆମର ସେଠି ଗୋଟେ ସ୍ପ୍ରେ ହେଉଛି, ଉପରକୁ ଉଠୁଛି। ତ ଏଇ ପାଖରେ କିନା ଆମର ସବୁ ଛୋଟ ପିଲାମାନେ ଖେଳୁଥିଲେ। ତ ମୁଁ ଏବେ ଆସିଯାଇଛି ଏଠିକି ଫେର ଥରେ ତାଙ୍କ ପାଖକୁ। ତ ଏବେ ଦେଖିପାରୁଥିବେ ଏଇଟା କେତେ ବହୁତ ସୁନ୍ଦର ଲାଗୁଛି ଦେଖିବା ପାଇଁ। ତ ବହୁତ ବଢ଼ିଆ ଲାଗୁଛି ଦେଖିବା ପାଇଁ ଏଇଟା। ଏଠି ଏମିତିଆ କିଛି ନଜାରାଟା। ତ ଖରା ପଡ଼ିଛି, ତ ଖରାରେ କିନା ବୁଲିବାକୁ ବି ମୋତେ ବହୁତ ଭଲ ଲାଗୁନି, କାରଣ ଏଠି ଦେଖିପାରୁଥିବେ ଏଠି ଆମର କିଛି। ତ ଏଠି ତ ବହୁତ ବଢ଼ିଆ ଲାଗିଲା ଏ ଏରିଆଟା ବୁଲିବା ପାଇଁ। ତ ଫେର ଥରେ ମୁଁ ଆସିଗଲି, ଦେଖିପାରୁଥିବେ ଆମର ପିଲାମାନେ ସେମିତିକା ଖେଳୁଛନ୍ତି। ତ ଯାଇନାହାନ୍ତି, ତ ଖରା ହେଉଛି, ତ ଖରାରେ କିନା ବି ଖେଳୁଛନ୍ତି, କାରଣ ପିଲାଙ୍କ ଖେଳ ଜିନିଷ ଅଛି ଏଠି। ତ ସେଥିପାଇଁ ଦେଖନ୍ତୁ ଆମର ଅମନ ଭାଇ କେମିତି ହେଉଛି। ଅମନ ଭାଇ ଆଗରୁ କ୍ୟାମେରା ପଇଲେ ସେ ପୁରା ଖୁସି ହେଇଯାଉଛି। ଦେଖନ୍ତୁ ଅମନ ଭାଇର ମୋର ପୁରୁଣା ଭିଡ଼ିଓରେ ବି କିଛି ବାହାରିଥିବ ଅମନ ଭାଇ ଆମର। ତ ଅମନ କେମିତି ଖେଳୁଛି ଏଠି। ତ ଏଠି ଦେଖିପାରୁଥିବେ ଆମର ଆଉ କିଛି ଛୋଟ ପିଲା ଖେଳୁଛନ୍ତି। ତ ସେଠି ଆମର ଆଲିଆ ଦିଦି ଦୋଳି ଖେଳୁଛି। ତ ଫେରି ଅମନ ଭାଇ ଖାଲି ଜାଣି ଶୁଣି କ୍ୟାମେରା ଆଗକୁ ଯାଉଛି। ଇଏ ଆମ ଝିଅ ସିନୁ। ତ ସେଠି ଆମର ଧିମି ଖେଳୁଛି ଦେଖନ୍ତୁ। ତ ସିଏ ଆମ ଝିଅ। ତ ଚକା ଆମର ସେଠି ଦେଖନ୍ତୁ ଆମ ସାହିରେ କିନା। ତ ସିଏ ଏଠି ଖେଳୁଛି, ଟାଟା କଲା। ତ ବବୁଲି ସେଠି ଅଛି। ଏଠି ଆମର ଏଠି ଛୋଟ ପୁଅ ଡୁଡୁ ଯେଉଁ, ତ ଡୁଡୁ ଆମର ଏଠି ଖେଳୁଛି ଏଠି। ତ ଏମିତିଆ ସବୁ ତାଙ୍କର ସେ ଖେଳରେ କିନା ବ୍ୟସ୍ତ ଅଛନ୍ତି। ତ
ତ ସିଆଡ଼ୁ ବୁଲାବୁଲି ସରିକି ମୁଁ ଆସିଲା ବେଳକୁ ଏଠି ତ ଆମର ଏଠି ଚାଲିଛି ଏଲିଟ୍ଟା ଦେଖିପାରୁଥିବେ, ମୋର ସେଠି ପଛ ଆଡ଼େକିନା ଏଲିଟ୍ଟା ଲାଗିଛି। ତ ଆଜି ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ଅଛି, ତ ସେଠି ମୁଁ ଆଉ ଟିକେ ଛିଡ଼ା ହେଇକି ତ ଖେଳ ଦେଖିଲି। ତ ଖେଳ ଦେଖିକି ଜଷ୍ଟ ମୁଁ ଆସୁଥିଲି ଆଉ ଟିକେ ବାହାରକୁ ବୁଲିବା ପାଇଁ। ତ ଏଠି ଆମର ଦୁଇ ଭାଇ ଯାକ ଫେର ଦେଖା ହେଇଗଲେ ମୋତେ। ତ ସେ ଦୁଇ ଭାଇ ଯାକ ଭୋଜି ଖାଇବାରେ କିନା ସେଠି ଥିଲେ, ମୁଁ ଆଉ ତାଙ୍କୁ ଦେଖିନି। ସେ ଟିକେ ପଛରେ କିନା ଆଇଲେ ବାଇକ୍ରେ କିନା। ତ ଏବେ ସେ ଏଖୁଣି ମୋତେ ଦେଖିଲେ, କହିଲେ ନାଇଁ ଚାଲେ ତୁ ଆଉ ଥରେ ଆମ ସାଙ୍ଗରେ ପାର୍କ ବୁଲିବୁ, ଆମର ଟିକେ ଭିଡ଼ିଓ ବନେଇବୁ। ତ ଫେରି ମୁଁ ନାଇଁ ନାଇଁ କହୁଥିଲି, ମୁଁ କହିଲି ଖରାରେ ବୁଲିକି ମୁଁ ଭିଡ଼ିଓ ବନେଇକି ଆସି ସାରିଲାଣି, ତ ଆଉ ଯାଇପାରିବିନି। ତ ଫେରି ସେ ମୋତେ ବାଧ୍ୟ କଲେ, ନା ନାଇଁ ଆମର ଭିଡ଼ିଓ ବନା। ତ ସେଥିପାଇଁ ତାଙ୍କ ସାଙ୍ଗରେ କିନା ମୋତେ ଯିବାକୁ ହିଁ ପଡ଼ିଲା ଫେରି ଥରେ। ତ ଦେଖିପାରୁଥିବେ ସେ ମୋ ଯେଉଁ ହ୍ୱାଇଟ୍ ସାର୍ଟ ପିନ୍ଧିଛି ସେ ମୋ ବଡ଼ ଭାଇ। ତ ଏଠି ଯେଉଁ ଚେକ୍ ସାର୍ଟଟା ପିନ୍ଧିଛି ସେ ହେଉଛି ମୋ ସାନ ଭାଇ। ତ ଏମିତିକା ଆମେ ଫେରି ତାଙ୍କ ସାଙ୍ଗରେ କିନା ଫେରି ଗଲି ଆଉ ଥରେ। ତ ତାଙ୍କର କିଛି ଭିଡ଼ିଓ ଆଉ ଫଟୋ ବି ଉଠେଇଲି। ତ ଏବେ ଦେଖିପାରୁଥିବେ ତାଙ୍କର ସିଏ ଏବେ ଫଟୋ ଉଠାଇବାରେ ବ୍ୟସ୍ତ ଅଛନ୍ତି। ତ ମୁଁ ଏବେ ତାଙ୍କର ଜଷ୍ଟ ଟିକେ ଟିକେ ଭିଡ଼ିଓ ବନେଇ ଦେଉଛି, କାରଣ ଖରା ଏଇଟା ତ ମୁଁ ଏବେ ବୁଲି ବୁଲିକା ଜଷ୍ଟ ଆସିଥିଲି। ତ ଟିକେ ମୁଁ ଫ୍ରେସ୍ ଫ୍ରାସ୍ ହେଇଛି ଯାଇକି ବାଥରୁମ୍ରେ କିନା ଫେରି ମୋତେ ଧରି ପକେଇଲେ, କହିଲେ ନାଇଁ ଚାଲେ ଆମର ଭିଡ଼ିଓ ବନେଇବୁ। ତ ଫେରି ତାଙ୍କ ସାଙ୍ଗରେ କିନା ଆସିକି ଭିଡ଼ିଓ ବନେଇବାକୁ ମୋତେ ପଡ଼ୁଛି। ତ ଏବେ ଦେଖିପାରୁଥିବେ ଏବେ ତାଙ୍କ ସାଙ୍ଗରେ କିନା ଫେରି ଥରେ ଆସିକି ମୁଁ ପାର୍କ ବୁଲୁଛି। ତ ଏ ଭାଇ ଖାଲି କହୁଛି ମୋରି ଉପରକୁ ଟିକେ କ୍ୟାମେରା ପକା। ତ ଆଗକୁ ମୁଁ ଦେଖେଇଦେବି ପୁରୁଣା ଭିଡ଼ିଓରେ କିନା ଆମର ଯେଉଁ ଛକରେ କିନା ଗୋଟେ ଦୋକାନ ଦେଇଛନ୍ତି ତାଙ୍କର। ତ ଏଇ ଭାଇ ବି ଆମର ଜବ୍ କରିଛନ୍ତି, ତ ତାଙ୍କର ସାଲେରୀ ବି ବହୁତ ବଢ଼ିଆ ସାଲେରୀ ଅଛି। ତ ସେଥିପାଇଁ ଯେଉଁ ସାଙ୍ଗର ବାହାଘର, ତ ସେ ସମସ୍ତେ ଆସିଛୁ ଗାଁ ଯାକ ପିଲା ଆଜି। ତ ଟିକେ ମଜାମସ୍ତି ନ କଲେ କେମିତି ହେବ। ତ ମୁଁ କହିଲି ଆରେ ଭାଇ ସେ ମୋତେ ସାଙ୍ଗ ଫୋନ୍ କରିକି ଡାକିଲାଣି, ମୁଁ ଯାଉଛି ଯିବି। ନା ତୁ ଯିବୁ କ'ଣ, ଆମେ କଥା ହେଇଯାଉଛୁ, ତୁ ଆସିକି ଆମର ଟିକେ ଆଉ ଟିକେ ଭିଡ଼ିଓ ବନା। ମୁଁ କହିଲି ହଉ ଠିକ୍ ଅଛି ତାହେଲେ ଚାଲ। ତ ଫେର ଥରେ ତାଙ୍କ ସାଙ୍ଗରେ ଆସିକି ଏବେ ଦେଖିପାରୁଥିବେ ତାଙ୍କର ଭିଡ଼ିଓ ଆଉ ଜଷ୍ଟ ତାଙ୍କର କିଛି ଫଟୋ ବି ଉଠେଇଛି। ତ ଫଟୋ ମୁଁ ଲାଷ୍ଟକୁ ଭିଡ଼ିଓ ଏଣ୍ଡରେ କିନା ଦେଖେଇଦେବି ଆମେ କେମିତିକା କ'ଣ ଫଟୋ ଉଠେଇଛୁ। ତ ସବୁ କିଛି ଏବେ ଦେଖିପାରୁଥିବେ ଆମେ ଆସିକି ବୁଲୁଛୁ। ତ ଏ ଭାଇ ମୋର ପୁରା ଖୁସି ହେଇଯାଉଛନ୍ତି ଭିଡ଼ିଓ ବନେଇଲେ। ତ ଏବାଟେ ଏରିଆ ତ ମୁଁ ଜଷ୍ଟ ଟିକେ ଆଗରୁ କିନା ବୁଲିକି ଯାଇଥିଲି। ତ ଫେର ଥରେ ଏବେ ଆସିଗଲୁ ଫେରି ସେଇ ଏରିଆକୁ ବୁଲିବା ପାଇଁ। ତ ବେଙ୍ଗ ପାଖରେ କିନା ଯାଇକି ବସି ପଡ଼ିଲାଣି ଦେଖନ୍ତୁ। ପୁଅ କି ଷ୍ଟାଇଲ କି ସ୍ମାଇଲି ଦେଖୁଆ ତ ପୋଜ ଦେଇକି ପୁରା ବସିଛି। ହଁ ଖାଲି କହୁଛି ଲାଇକ୍ କର ସବସ୍କ୍ରାଇବ୍ କର ମୋ ସାଙ୍ଗ ଚ୍ୟାନେଲକୁ। ତ ଏମିତିକା ସେ କିଛି କହୁଛି। ତ ଫେରି ଆମେ ଏଠି ଆସିଲା ବେଳକୁ ଆଉ କିଛି ବି ଟୁରିଷ୍ଟ ବାଲା ଆସିକି ସବୁ ବୁଲାବୁଲି କରୁଛନ୍ତି, ଫଟୋ ଫଟୋ ଉଠିଆ ଉଠି କରୁଛନ୍ତି ଦେଖିପାରୁଥିବେ। ତ ସିଏ ତାଙ୍କର ସିଏ ଉଠିଆ ଉଠି ଫଟୋ କରୁଛନ୍ତି। ତ ଆମର ଆମେ ବି ଏଠି ଭିଡ଼ିଓ ଆଉ କିଛି ଫଟୋ ବି ଉଠଉଛେ। ତ ଏ ଭାଇ ଖାଲି କହୁଛି ମୋରି ଉପରୁ କ୍ୟାମେରା ପକା, ତ ମୁଁ ବୁଲେଇକି ସବୁଆଡ଼େ ଟିକେ କ୍ୟାମେରା ପକାଉଛି। ତ ଏପାଟ ସାଇଡ଼୍ଟା ଦେଖିପାରୁଥିବେ ଏମିତିକା କିଛି। ତ ପାଣି ଝରଣା ସିଷ୍ଟମ୍ କିଛି କରିଛନ୍ତି ଏଠି। ତ ଇଆଡ଼େ ଆସିଥିଲି କିନ୍ତୁ ଏ ଏରିଆଟା ମୁଁ ଟିକେ ଭଲକି ଭିଡ଼ିଓ ବନେଇ ନଥିଲି, ତ ଦେଖିନଥିବେ। ତ ଏବେ ଦେଖିଦିଅନ୍ତୁ ଟିକେ ଏମିତିଆ କିଛି ଆମର ଏପଟେ ଏରିଆଟା। ତ ଏପଟ ସାଇଡ଼୍ରେ କିନା ଏମିତିଆ କିଛି ଝରଣା ଷ୍ଟାଇଲ୍ରେ କିନା ଗୋଟେ ବନେଇଛନ୍ତି। ତ ଉପର ଆଡ଼ୁ ପାଣି ଖସୁଛି। ତ ଏଠି ଆମର ଭାଇ ଛିଡ଼ା ହେଇ ପଡ଼ିଛି ପୋଜ୍ ନେଇକି। ତ ମୋତେ ଏବେ ତା'ର ଟିକେ କିଛି ଫଟୋ ଉଠାଇବା ପାଇଁ ପଡ଼ିବ, କାରଣ ମୁଁ ଆସିଛି କେବଳ ତାଙ୍କର ଫଟୋ ଉଠାଇବା ପାଇଁ। ତ ତାଙ୍କୁ କିଛି ଜଷ୍ଟ ଟିକେ ଟିକେ ଭିଡ଼ିଓ ବନେଇକି ତାଙ୍କର ଦେଖାଇବା ପାଇଁ, କାରଣ ମୋତେ ବାଧ୍ୟ କଲେ ଯେହେତୁ ମନା କରିପାରିଲେନି ମୋ ଭାଇର ହେବେ। ତ ଏପଟ ଏରିଆରୁ ବୁଲାବୁଲି କରିକି ଫେରି ଆମେ ଆସିଗଲୁ ଏପଟ ଏରିଆକୁ। ଦେଖିପାରୁଥିବେ ଏପଟ ଏରିଆକୁ ନା ଏବେ ମୁଁ ଦେଖେଇବି କେମିତି କ'ଣ ହେଉଛି। ତ ସେ ଭାଇ ଦେଖନ୍ତୁ ଖାଲି ଷ୍ଟାଇଲ୍ ମାରୁଛି କ୍ୟାମେରାକୁ ଦେଖିକି, ଖାଲି ଭିଡ଼ିଓ ମୋ ଆଡ଼େ ପକା ବୋଲି କହୁଛି। ତ ସବୁ ଯାକ ତା'ର ହିଁ ଭିଡ଼ିଓ ମୁଁ ବନଉଛି ଏବେ। ଏପଟେ ଏରିଆକୁ ତ ବୁଲିବାକୁ ଆସିଥିଲି ଦେଖିଥିବେ। ତ ଏବେ ଦେଖିପାରୁଥିବେ ଏ ପିଲାଙ୍କର ଯେଉଁ ଦୋଳି ଖେଳଟା ଏବେ ଚାଲିଛି। ତ ଗାଡ଼ିର ଯେଉଁ ଟ୍ରେନ୍ ଲାଇନ୍ଟା, ତ ସେତେବେଳେ ଆସିଲା ବେଳକୁ ବନ୍ଦ ଥିଲା, ଏବେ ବନ୍ଦ ବି କରିସାରିଲେଣି। ତ ଏପଟେ ବି ଆଉ କିଛି ଟୁରିଷ୍ଟ ବାଲା ଆସିକି ସବୁ ବୁଲାବୁଲି କରୁଛନ୍ତି, ଫଟୋ ଉଠାଉଛନ୍ତି। ତ ଏପଟେ ଦେଖିପାରୁଥିବେ ସିମ୍ପାଞ୍ଜିଙ୍କର ଗୋଟେ ଷ୍ଟାଚୁ ହେଇଛି। ତ ସେଠି ଛିଡ଼ା ହେଇ ପିଲା ଭାଇ ଆମର ତ ଫଟୋ ଉଠାଇବା ପାଇଁ ପୋଜ୍ ନେଇକି। ଏଠି ଆମର ବଡ଼ ଭାଇ ତା'ର ଫଟୋ ଉଠାଉଛନ୍ତି। ତ ଏପଟେ ଏରିଆକୁ ମୁଁ ଆସିଥିଲି ହଳ ଲଙ୍ଗଳ ଯେଉଁ ଦେଖିଥିବେ। ତ ଏଠି ଆସିକି ଆମେ ତିନି ଭାଇ ଯାକ ଫଟୋ ଉଠାଇଲୁ ଆଗେ, ତାପରେ ଯାଇକି ଟିକେ ଭିଡ଼ିଓ କଲୁ, କାରଣ ମୋ ମୁଣ୍ଡ ଖାଇଯାଉଛନ୍ତି ମୋର ଫଟୋ ଉଠା ଦୁଇ ଜଣ ଯାକ। ତ ମୁଁ ଏବେ ଫଟୋ ଉଠାଇଲି ତାଙ୍କର କିଛି ଏଠି। ତ ସାଙ୍ଗ ହୋଇକି ତିନି ଭାଇ ଯାକ ବି ଫଟୋ ଉଠାଇଲୁ। ତ ଏମିତିଆ କିଛି ବୁଲାବୁଲି ମସ୍ତି କଲୁ। ଏବେ ଦେଖିପାରୁଥିବେ ଶଗଡ଼ ଗାଡ଼ି, ତ ପୁରୁଣା କାଳିଆ ଜିନିଷ ମନେ ପଡ଼ିଯାଉଥିବ ଏ ଜିନିଷକୁ ଦେଖିଲେ। ଏବେ ଦେଖିପାରୁଥିବେ ମୋର ବଡ଼ ଭାଇ ଇଏ, ତ ସିଏ ସାନ ଭାଇ। ତ ଏମିତିକା ଆମେ ବୁଲୁଛୁ ଏ ତିନି ଜଣ ଯାକ। ମୁଁ ତ ବୁଲିକା ହାଲିଆ ହେଇଯାଇଥିଲି, ଫେର ତାଙ୍କ ସାଙ୍ଗରେ ବୁଲିବା ପାଇଁ ପଡ଼ିଲା। ତ ଏବେ ଦେଖନ୍ତୁ ତାଙ୍କର ଫଟୋ ବି ମୁଁ କିଛି ଉଠାଇ ଦେଇଛି ଦୁଇ ଜଣ ଯାକର। ଫେର ସାଙ୍ଗ ହୋଇକି ତିନି ଜଣ ଯାକ ବି ସାଙ୍ଗ ହୋଇକି ସେଇଠି ନା ଶଗଡ଼ ପାଖରେ ଫଟୋ ଉଠାଇଲୁ। ତ ଏବେ ଦେଖିପାରୁଥିବେ ଭୋଜି ଖିଆ ହେଲା, ପାର୍କ ବୁଲା ହେଲା।
तो ये सबकि आम सर पार करना जाऊँ बाहर की घर को जावाई तो ये देखा ये रास्ता तो वीडियोटा केमती कौन लगे कमेंट बॉक्स में जनइबे। तो आज वीडियोटा को ये रखु। Don't stop, 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 don't stop. Don't stop, don't stop, don't stop, don't stop, don't stop, don't stop. Yeah.